ବନ୍ଧ ଦେୱାନୀ ଓ ଫୌଜଦାରୀ ଅଦାଲତରେ ମାଓ ନେତା ଆଜାଦ। କନ୍ଧମାଳ ଜିଲ୍ଲା ସମେତ ସାରା ଓଡ଼ିଶାରେ ବହୁ ଚର୍ଚ୍ଚିତ ତୁମୁଡ଼ିବନ୍ଧ ବ୍ଲକ ଜଳେଶପଟା କନ୍ୟାଶ୍ରମରେ 2008 ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ପୁନଃ ବିଚାର ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାମଲା ବିଷୟରେ ପଚରାଉଚରା ଓ ବିଚାର କରିବା ନିମନ୍ତେ ତୁମୁଡ଼ିବନ୍ଧ ଦେୱାନୀ ଓ ଫୌଜଦାରୀ ଅଦାଲତରେ ହାଜର ହୋଇଥିବା ଦେଖିବାକୁ ମିଳିଛି ମାଓ ନେତା ଆଜାଦକୁ। ତୁମୁଡ଼ିବନ୍ଧ ସ୍ଥିତ ଆମ୍ବେଦକର ଛକରୁ ଦେୱାନୀ ଫୌଜଦାରୀ ଅଦାଲତ ପର୍ଯ୍ୟନ୍ତ 2 ପ୍ଲାଟୁନ୍ କେନ୍ଦ୍ର ସୁରକ୍ଷା ବଳର ଯବାନ ମୁତୟନ କରିବା ସହିତ ଅଦାଲତ ଚତୁଃପାର୍ଶ୍ୱରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି। କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ, କୋଟଗଡ଼ ଓ ଦାରିଙ୍ଗବାଡ଼ି ଥାନାରେ ମାଓ ନେତା ଆଜାଦଙ୍କ ନାଁରେ 10ରୁ ଊର୍ଦ୍ଧ୍ୱ ମାମଲା ରହିଥିବା କହିଛନ୍ତି ରାଜକିଶୋର ବାରିକ ଓ ଲମ୍ବୋଦର ପଣ୍ଡା। ଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମାମଲାର ଜାମିନ ନିମନ୍ତେ ଦରଖାସ୍ତ କରିଥିଲେ ମାଓ ନେତା ଆଜାଦ, କିନ୍ତୁ ମାନ୍ୟବର ଅଦାଲତ ତାଙ୍କ ଜାମିନକୁ ଖାରଜ କରିଛନ୍ତି। ଉପରସ୍ଥ ଅଦାଲତକୁ ଗସ୍ତ କରି ଜାମିନ ନିମନ୍ତେ ଦରଖାସ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମାନ୍ୟବର ତୁମୁଡ଼ିବନ୍ଧ ଅଦାଲତ। ମାଓ ନେତା ଆଜାଦଙ୍କ ପରିଚୟ ପତ୍ରକୁ ଆଧାର କରି ତାଙ୍କ ନାମ ଆଜାଦ ଏଲିଆସ ଡୁନା କେଶବ ରାଓ ଆଜାଦ। ତେବେ ଆନ୍ଧ୍ରପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ମଣ୍ଡାସା ଅନ୍ତର୍ଗତ ନାଲିଆ ବୁଡାଳରୁ ଗାଁର ବୋଲି ଜଣାପଡ଼ିଛି। ଆଜାଦ ତାଙ୍କର କେସ୍ GR 176/8A ରେ ଆସି ଆମର କୋର୍ଟରେ ପ୍ରଡ୍ୟୁସ୍ ହେଇଥିଲେ। ଆଉ ତାଙ୍କୁ ଆଜି ବେଲ୍ ଜାମିନ ମଧ୍ୟ ଆବେଦନ କରିଥିଲେ। ଯେହେତୁ ତାଙ୍କ ଏଗେନଷ୍ଟରେ ଅଣ୍ଡର ସେକ୍ସନ 449, 302, 380A, 120B, 34 IPC ଏବଂ 25 ଏବଂ 27 ଆର୍ମସ ଆକ୍ଟ ଥିବାରୁ ଆମ କୋର୍ଟ ଆଜି ଜାମିନ ତାଙ୍କର ନାକଚ କରାଗଲା ଏବଂ ତାଙ୍କୁ କମିଟମେଣ୍ଟ ମଧ୍ୟ କରାଗଲା। ଉପର କୋର୍ଟରେ ସେ ଯାଇ ଜାମିନ ଆବେଦନ କରିବେ। ତାକୁ ଗୁଡ଼ାଏ କେସ୍ ଅଛି, ବହୁତ କେସ୍ ଅଛି ତାଙ୍କ ନାଁରେ। ଆମ 162/24 ଆଉ 176/8 ଏବଂ ଆପଣଙ୍କର GR 59/09, GR 38/11, GR 8/11, GR 64/9 ଏମିତି ଗୁଡ଼ାଏ କେସ୍ ଅଛି ତାଙ୍କ ନାଁରେ। ତାଙ୍କର କୋଟଗଡ଼, ବିଶେଷ କରି କୋଟଗଡ଼, ଦାରିଙ୍ଗବାଡ଼ି ଏବଂ ଆମର ତୁମୁଡ଼ିବନ୍ଧ କୋର୍ଟରେ କେସ୍ ଅଛି। କୋର୍ଟରେ ଯେଉଁ କେସ୍ ଥିଲା ତାକୁ ଆଜି ସେ ଜାମିନ ତାଙ୍କୁ ନାକଚ କରାଗଲା ଏବଂ ଆମ କୋଟଗଡ଼ କୋର୍ଟରେ 3ଟା କେସ୍ ଅଛି ଆଉ ଦାରିଙ୍ଗବାଡ଼ିରେ ମଧ୍ୟ 6ଟା କେସ୍ ଅଛି। ଆଜି ତୁମୁଡ଼ିବନ୍ଧ କୋର୍ଟକୁ ଆମର ଡୁନା ଇଲିଆସ କେଶବ ରାଓ ସେ ଆଜି ହାଜର ହୋଇଛନ୍ତି। ତାଙ୍କୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ କେସ୍ରେ ଆଜି ତାକୁ ରିମାଣ୍ଡ କଲେ। ତାର GR କେସ୍ ନମ୍ବର ହେଲା 176/2008A। ଯେହେତୁ ସେଇଟା ଗୋଟେ 302 ମର୍ଡର କେସ୍ ଅଛି, ତେଣୁ ମାନ୍ୟବର କୋର୍ଟ ସେ କେସ୍କୁ ରିଜେକ୍ଟ କଲେ ଏବଂ ଆଜି ମଧ୍ୟ ସେ କେସ୍କୁ କମିଟମେଣ୍ଟ କରିଦେଇଛନ୍ତି। 5/2/2025 ତାରିଖ ଦିନ ବାଲିଗୁଡ଼ା କୋର୍ଟରେ ହାଜର ହେବ। ଆଉ ତା ବ୍ୟତୀତ ଅନ୍ୟାନ୍ୟ କୋଟଗଡ଼ରେ ତାଙ୍କର ମଧ୍ୟ 6ଟା କେସ୍ ଅଛି। ଆଉ ସେଇଟା ମଧ୍ୟ ବର୍ତ୍ତମାନ ସେଇଟା ଅଛି ବିଚାରାଧୀନ ଅଛି। ଆଉ ନିୟର ଟୁ 4 to 5 days ମଧ୍ୟରେ ସେମାନେ ମଧ୍ୟ କମିଟମେଣ୍ଟ ହେବ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରୁ ରୋହନ କୁମାର ନନ୍ଦଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।